ବାଲିଅନ୍ତା ବ୍ଲକର ପୁରଣ ପ୍ରଧାନ ପଞ୍ଚାୟତ ଅନ୍ତର୍ଗତ ବୋଧଖଣ୍ଡିରେ ଅବସ୍ଥିତ ପ୍ରଭୁ ଶ୍ରୀ ଶ୍ରୀ ତ୍ରିନାଥ ଦେବଙ୍କ ବାର୍ଷିକ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳା 10ରୁ 12 ହେବ ସବୁ ବର୍ଷ ପାଳନ କରିଆସୁଛନ୍ତି ବୋଧଖଣ୍ଡି ଗ୍ରାମବାସୀ। ବୋଧଖଣ୍ଡି ଗ୍ରାମର ଲକ୍ଷ୍ମଣ ନାୟକ ଏହି ତ୍ରିନାଥ ଦେବ ମନ୍ଦିରର ରକ୍ଷଣାବେକ୍ଷଣ କରିଆସୁଛନ୍ତି। ଆଜିର ଏହି ମେଳା କାର୍ଯ୍ୟକ୍ରମକୁ ଗନ୍ଧର୍ବ ଦାସ, ଗନ୍ଧର୍ବ ହୋତା, ଧରଣୀଧର ମଲ୍ଲିକ, ମିଟୁ ମହାନ୍ତି, ଯୁବୁଲା ଜେନା, ବଇନି ମହାପାତ୍ର, ଶ୍ରୀଧର ନାୟକ ଓ ଭଗବାନ ସାହୁ ମିଳିତ ଭାବରେ ସହଯୋଗ କରିଥିଲେ। ଦୁଇ ମେଳବାଦୀ ଭଜନ, ସ୍ଥାନ, ସଂସ୍କୃତ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳର ପ୍ରାୟ 1000ରୁ ଉର୍ଦ୍ଧ୍ୱ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଗ୍ରାମର କୁଳପୁରୋହିତ ଶ୍ରୀଯୁକ୍ତ କାର୍ତ୍ତିକ କୁମାର ଦାସ ପୌରାହିତ କରିବା ସାଙ୍ଗକୁ ଅନୁଷ୍ଠାନ ପରିଚାଳନା କରିଥିଲେ। ଭୁବନେଶ୍ୱରରୁ ଜୟରାମ ସାହୁଙ୍କ ରିପୋର୍ଟ, ଓଡ଼ିଶା ଡିଜିଟାଲ। त्रिगुण रूपक रज्जु कहले बापा दौड़ी कर कहले हस्तरे धरी मुर्गी नचांती जहाँ ठाकुर मुर्गी कहले अन्य अर्थरे से लगाई नर कहले बापा शरीर हरि कहले ईश्वर एमती अच्छी तुम पाखरे मुर्गी नचांती नर हरि से गाई की से धरिकी रखिले कौन तुम बुझल कथाटा भजर कौठू आईच भेजा खरा कौठू आईच बाल चिरुच चल।